ସ୍ତ୍ରୀର ଏଭଳି ଅବସ୍ଥା ଦେଖି ସହି ପାରୁନାହିଁ ସ୍ୱାମୀ। ଯେତେ ବୁଝାଇଲେ ବି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି। ନୂଆ ବର୍ଷରେ ଏଭଳି ଅଘଟଣ ଘଟିଗଲା ଯେ ଡାକ୍ତରଖାନାରେ ମୁଣ୍ଡ ପିଟି ପିଟି କାନ୍ଦୁଛି ସ୍ୱାମୀ। ଗତକାଲି ଆମିଷ ବାର ଥିବାରୁ ସ୍ୱାମୀ ବଜାରରୁ ମଟନ ନେଇ ଘରକୁ ଆସିଥିଲେ। ହେଲେ ପ୍ରେସର କୁକରରେ ମାଂସ ରୋଷେଇ କରୁଥିବା ସମୟରେ ଫାଟି ଯାଇଥିଲା, ଯାହା ଫଳରେ ସ୍ତ୍ରୀ ଗୁରୁତର ହୋଇପଡ଼ିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡୁ ଅଞ୍ଚଳରେ। ସେହି ଅଞ୍ଚଳର ସୋମନାଥ ଜେନାଙ୍କ ସ୍ତ୍ରୀ ଝରଣା ପ୍ରେସର କୁକରରେ ମାଂସ ରୋଷେଇ କରୁଥିଲା ବେଳେ ହଠାତ୍ ପ୍ରେସର କୁକରଟି ଫାଟିଯିବାରୁ ଗୁରୁତର ହୋଇଥିଲେ। ଏଥିରେ ଝରଣାଙ୍କର ମୁହଁ ଓ ହାତ ପୋଡ଼ି ଯାଇଥିଲା ବେଳେ ପ୍ରେସର କୁକରରୁ ଗ୍ୟାସରୁ ଓହ୍ଲାଇବା